ମୁଁ ପ୍ରଦୀପ କୁମାର ସାହୁ, ଚାର୍ଟର୍ଡ ଆକାଉଣ୍ଟାଣ୍ଟ, ପାଷ୍ଟ ଚେୟାରମ୍ୟାନ୍, ଭୁବନେଶ୍ୱର ICI। କଣ କହିବେ ଆଜି ଯୋଉଟା ବ୍ଲଡ ଡୋନେସନ କ୍ୟାମ୍ପ ଦେଖନ୍ତୁ, ଆମେ ଯୋଉ ବ୍ଲଡ ଡୋନେସନ କ୍ୟାମ୍ପଟି ଆଜି କରିଛୁ, ଏଟା ହচ্ছে ଆମ ଓଡିଶା ସହିତ ମିଶି କରିଛୁ। ତାଙ୍କ ସହଯୋଗରେ ପ୍ରତିବର୍ଷ ଆମେ କରୁଛୁ ଏବଂ ଏହାର ଉଦ୍ଦେଶ୍ୟ ହଉଛି ଯେ ଆମେ ସୋସାଇଟିକୁ କିଛି କଣ୍ଟ୍ରିବ୍ୟୁଟ କରିବୁ। ଆମେ ଯୋଉ ଚାର୍ଟର୍ଡ ଆମେ ଅଛୁ କିମ୍ବା ଆମ ଷ୍ଟୁଡେଣ୍ଟ ମାନେ ଆମେ ସ୍ୱଇଚ୍ଛାରେ ଆମେ ବ୍ଲଡ ଡୋନେସନ ଦଉଛୁ, ଯୋଉଟା କି ଲୋକଙ୍କ କାମରେ ଲାଗିବ। এইটা আমি সেলিব্রেট আজ একচুয়ালি আমার সিএ ডে আপন জানিଛନ୍ତି ন্যাশনাল সিএ ডে আমার, ଯୋଉଥିରେ କି ଆମେ ସେଲିବ୍ରେଟ କରୁଛୁ। ସେଲିବ୍ରେଟ କରିବା ସହିତ ସୋସାଇଟିକୁ ମଧ୍ୟ ଆମେ କିଛି କଣ୍ଟ୍ରିବ୍ୟୁଟ କରିବାକୁ ଚାହୁଁଛୁ, ସମାଜକୁ କିଛି ମଧ୍ୟ ଆମେ ଚାହିଁବୁ ସମାଜ ସହିତ କେମିତି ସହଯୋଗିତାରେ ଆମେ କିଛି କାମ କରିପାରିବୁ। ସେଥିପାଇଁ ପ୍ରତିବର୍ଷ ବ୍ଲଡ ଡୋନେସନ କ୍ୟାମ୍ପଟେ କରିଛୁ। ତା ଛଡା ପ୍ଲାଣ୍ଟେସନ କରୁଛୁ, ୱାକାଥନ କରୁଛୁ, ସ୍ୱଚ୍ଛ ଭାରତ କରିଛୁ ଏବଂ ଆପଣଙ୍କର ଏବେ ହେଲ୍ଥ ଚେକଅପ୍ କ୍ୟାମ୍ପ ବି ଉପରେ ଚାଲିଛି ଦେଖିଥିବେ। ତ ଆମେ ସବୁବେଳେ କିଛି ନା କିଛି ସୋସାଇଟିକୁ କିଛି କଣ୍ଟ୍ରିବ୍ୟୁଟ କରିବା ପାଇଁ ଆମର ସବୁବେଳେ ଚେଷ୍ଟା ଥାଏ। କେବଳ ଏଠି ନୁହେଁ, ଆମେ ଥ୍ରୁ ଆଉଟ୍ ଇଣ୍ଡିଆରେ ଯୋଉଠି ଯୋଉଟା ଆମର ଅନୁଷ୍ଠାନ ଅଛି, ବ୍ରାଞ୍ଚେସ୍ ଅଛି, ସବୁ ବ୍ରାଞ୍ଚରେ ଆମେ ଏକାଥରେ ସେଲିବ୍ରେଟ କରୁଛୁ 1 ଜୁଲାଇରେ। ଏଇ ଦିନ ଆମର ଆକ୍ଚୁଆଲି ଚାର୍ଟର୍ଡ ଯୋଉ ଆକ୍ଟ ଅଛି, ସେ ଆକ୍ଟଟା ଏଇ ଦିନ ଆପଣଙ୍କ ଆସିଥିଲା। ତ ଆମେ ତାକୁ ସେଲିବ୍ରେଟ କରିବା ପାଇଁ ଏଇ ସବୁ ଜିନିଷ କରୁଛୁ। କେବଳ ସେଲିବ୍ରେଟ କଲେ ହବ ନାହିଁ, ଆମେ ସୋସାଇଟିକୁ ମଧ୍ୟ କିଛି ବାର୍ତ୍ତା ଦେବାକୁ ପଡିବ ଏବଂ ସୋସାଇଟି ପାଇଁ କିଛି କାମ ବି କରିବାକୁ ପଡିବ। ଆମ ଚାର୍ଟର୍ଡ ମାନେ ପ୍ରତିବର୍ଷ ଆମେ এই ଜିନିଷ କରି ଆସିଛୁ ଏବଂ ଆଗାମୀ ଦିନରେ ମଧ୍ୟ ଆମେ ପ୍ଲାନିଂ ସବୁବେଳେ ସବୁ ଯେତେବେଳେ ନୂଆ ନୂଆ ମ୍ୟାନେଜମେଣ୍ଟ ଆସିଛି, ସେ ମ୍ୟାନେଜମେଣ୍ଟ ନୂଆ କରି ଚିନ୍ତା କରିଛି। ନିଶ୍ଚିତ ଭାବରେ ଆଗାମୀ ଦିନ ଆହୁରି ଭଲ କାମ କରିବୁ ଏବଂ ବିଗତ ଦିନରେ ଆପଣ ଦେଖିବେ କୋଭିଡ ସମୟରେ ଆମେ ମଧ୍ୟ ବହୁତ ଆମେ ଲୋକ ଅକ୍ସିଜେନ ବି ଦେଇଛୁ ଏବଂ କୋଭିଡ ଟୀକା ମଧ୍ୟ ଫ୍ରିରେ ଆମେ ଦେଇଛୁ ଏଇ ଜାଗାରେ। ତ ଆମେ ସବୁବେଳେ ଚାହୁଁଛୁ ସୋସାଇଟିକୁ କିଛି କିଛି ଆମେ କଣ୍ଟ୍ରିବ୍ୟୁଟ କରିବା, ସମାଜର କେମିତି ଭଲ ହବ ସେଇଟା ଚିନ୍ତା କରିବା। ହଁ ଦେଖନ୍ତୁ, ଆଜି ସିଏ ଡେ ସହିତ ଆଜି ଆଜି ଡକ୍ଟର୍ସ ଡେ ମଧ୍ୟ ଆଜି ଗୋଟେ ଦିନ ସେଲିବ୍ରେଟ ହୁଏ। ସ୍ୱାସ୍ଥ୍ୟ ଏବଂ ସମ୍ପଦ ଦିଟା ଯାକ ଗୋଟେ ଡେ ରେ ସେଲିବ୍ରେଟ ହୁଏ, ଡକ୍ଟର୍ସ ଡେ ଆଜ ୱେଲ ଆଜ ଚାର୍ଟର୍ଡ ଆକାଉଣ୍ଟାଣ୍ଟସ ଡେ। ଡକ୍ଟର ମାନେ ହେଲେ ସ୍ୱାସ୍ଥ୍ୟକୁ ଜଗନ୍ତି ଏବଂ ଆମେ ୱେଲ୍ଥକୁ ଜଗୁ। ତ ଏଥିରେ ଆମେ ଯୋଉ ବ୍ଲଡ ଡୋନେସନ କ୍ୟାମ୍ପଟି କରିଛୁ, ଏଥିରେ ଆକ୍ଚୁଆଲି ପ୍ରମୁଖ ହେଲା ଯେ ଆପଣ ବ୍ଲଡ ଡୋନେସନ କରିବା ଆବଶ୍ୟକତା ଅଛି। ତାର ଆବଶ୍ୟକତା କାହିଁକି ଅଛି ମୁଁ କହିଦଉଛି। ଆପଣ ଯଦି ବ୍ଲଡ ଡୋନେସନ କରିବେ, ଆପଣ ନିଜର ବ୍ଲଡ ରିଜେନେରେଟ ହେଇପାରିବ। ଆପଣ ଯୋଉ ପୁରୁଣା ବ୍ଲଡ ହେଇକି ଆପଣ ନୂଆ ବ୍ଲଡ ଜେନେରେଟ ହବ, ଆପଣ ହେଲ୍ଥ ନିଜର ଠିକ ରହିବ ଏବଂ ଆପଣ ସୋସାଇଟିକୁ ମଧ୍ୟ କଣ୍ଟ୍ରିବ୍ୟୁଟ କରୁଛନ୍ତି। ଯୋଉ ବ୍ଲଡ ଟି ଦେଲେ କାହା କାମରେ ଗୋଟେ ଲାଗିବ, ନିଶ୍ଚିତ ଭାବରେ କୋଉଠି ନା କୋଉଠି ବ୍ଲଡ ଯୋଉ ରିକ୍ୱାରମେଣ୍ଟ ଅଛି ତାକୁ ଫୁଲଫିଲ ହେଇପାରିବ। ତେଣୁ ଆମେ ବ୍ଲଡ ଦେବାର ଆବଶ୍ୟକତା ଅଛି, ଡରିବା କଥା ନୁହେଁ। କାହିଁକି ନା ଡରିଲେ ଆପଣ ହେଲ୍ଥକୁ ଜଗି ପାରିବେନି। ଆପଣ ଯଦି ବ୍ଲଡ ଡୋନେଟ କରିବେ, ନୂଆ ବ୍ଲଡ ଜେନେରେଟ ହବ ଏବଂ ଆପଣ ସେଇ ବ୍ଲଡ ଯେତେବେଳେ ନୂଆ ବ୍ଲଡ ଆସିବେ, ଆପଣ ନିଶ୍ଚିତ ଭାବରେ ଆମ ସ୍ୱାସ୍ଥ୍ୟ ଠିକ ରହିବ ଏବଂ ସାମ୍ନା ବାଲା ବି ତାର ଫାଇଦା ପାଏ। ନମସ୍କାର, ଜୟ ଜଗନ୍ନାଥ। ମୁଁ ଚାର୍ଟର୍ଡ ଶିବନାରାୟଣ ପାତ୍ର। ଆମେ ଭୁବନେଶ୍ୱର ଚାପ୍ଟର ମାନେ ସବୁ ମେମ୍ବର। ଆଜି ଆମର ସି ଫାଉଣ୍ଡେସନ ଡେ ର ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଡେ ଫର ଆମ ମାନଙ୍କ ପାଇଁ। ତ ଆମେ ସେଇ ଇଏରେ ଟୁ ସେଲିବ୍ରେସନ କରିବା ପାଇଁ ଆମେ ଆମର ସକାଳଠୁ ଆଜି ପର୍ଯ୍ୟନ୍ତ ଚାଲି ଆସିଛି। ସକାଳୁ ମାରାଥନ ରେସ୍, ଦେନ୍ ପ୍ଲାଣ୍ଟିଂ, ଦେନ୍ ବ୍ଲଡ ଡୋନେସନ କ୍ୟାମ୍ପ। ଟାର୍ଗେଟ ଏପର୍ଯ୍ୟନ୍ତ ଫୁଲଫିଲ ହେଇନି। ଆମର ଟାର୍ଗେଟ ଥିଲା 250 ବ୍ଲଡ ଆମେ କଲେକ୍ଟ କରିବା ପାଇଁ ସାମ୍ପଲ୍ସ। ଟିଲ୍ ଡେଟ୍ ଏପର୍ଯ୍ୟନ୍ତ ଟିଲ୍ ଟାଇମ୍ 150 ଅଲରେଡି କଲେକ୍ସନ ହେଇସାରିଲାଣି। ଆଉ ଲେଟ୍ସ ଚାଲିଛି, ହଉଛି, ଆସୁଛନ୍ତି ଗୋଟେ ଆମର ମେମ୍ବର୍ସ ମାନେ ଆସୁଛନ୍ତି, ଆସ୍ପିରାଣ୍ଟ ମାନେ ଷ୍ଟୁଡେଣ୍ଟସ୍ ମାନେ ବି ଆସୁଛନ୍ତି, ସବୁ ଦଉଛନ୍ତି। ତା ସହିତ ଆମର ହେଲ୍ଥ ଚେକଅପ୍ ବି ଚାଲିଛି। ସବୁ ମେମ୍ବର୍ସ ଆଣ୍ଡ ଷ୍ଟୁଡେଣ୍ଟସ୍ ଇଚ୍ ଆଣ୍ଡ ଏଭ୍ରିୱାନ୍ ଯିଏ ବି ଆସୁଛନ୍ତି ସେମାନେ ଆସିକି ହେଲ୍ଥ ଚେକଅପ୍ ବି କରୁଛନ୍ତି। ଆମର ସିଏ ଡେ ସହିତ ଆଜି ନ୍ୟାସନାଲ ଡକ୍ଟର୍ସ ଡେ ମଧ୍ୟ ଅଛି। ତେଣୁ ୱି ଆର୍ ଅଲସୋ କଂଗ୍ରାଚୁଲେଟ୍ ଦେମ୍ ଅଲସୋ କି ସେମାନେ ବି ତାଙ୍କ ଦିନକୁ ଆମେ ତାଙ୍କୁ ୱିଶ୍ କରୁଛୁ କି ତାଙ୍କ ଡକ୍ଟର୍ସ ମାନଙ୍କର ଯୋଉ କଣ୍ଟିନ୍ୟୁଅସ୍ ସେବା ରହୁଛି ସିଏ ବି ଜାରି ରହୁ। ଜିନିଷ ଯୋଉଟା କି ତାର ମୂଲ୍ୟ ନିରୂପଣ କରିହବନି କି ସେ ଆଉ ରକ୍ତଦାନ ମହତ୍ ପୁଣ୍ୟ। ତ ପିଲାବେଳେ ଆମେ ଶୁଣି ଶୁଣି ସମସ୍ତେ ଆସିଛୁ, ଆଉ ଆଜି ବି ସେଇ ଜିନିଷ ଚାଲିଛି। ରକ୍ତଦାନ ଭଳିଆ ଦାନ କିଛି ନାହିଁ। ତେଣୁ ଗୋଟେ ଜୀବନ ଯଦି ବଞ୍ଚି ପାରୁଛି ଜଣଙ୍କର କିଛି ଇନିସିଏଟ୍ ନେଲା ପରେ, ତେଣୁ ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ସେ ଗୋଟାକ ରକ୍ତଦାନ ଦେବା ଦରକାର। ଆମେ ସମସ୍ତେ ଦେଇ ଆସିଛୁ, ଆଉ ସମସ୍ତେ ବି ଦଉଛନ୍ତି। ଇଚ୍ ଆଣ୍ଡ ଏଭ୍ରିୱାନ୍ ସମସ୍ତଙ୍କ ଇଚ୍ଛା ଅଛି ଦେବାକୁ। ଆଣ୍ଡ ଆମେ ଅର୍ଜ କରୁଛୁ କି ସମସ୍ତେ ଦିଅନ୍ତୁ, ଅଧିକା ରକ୍ତ ଦିଅନ୍ତୁ। ଯଦି କାହାର ହେଲ୍ପ ହେଇପାରୁଛି, ବହୁତ ମୂଲ୍ୟବାନ ଜିନିଷ। ସମସ୍ତଙ୍କ ପାଇଁ ଶାନ୍ତି ବି ଲାଗିବ କି ଜଣକୁ ଆମ ଯୋଉ ଆଉ କିଏ ଉପକାର ବି ହେଇପାରୁଛନ୍ତି, କି କାହାର ସୁସ୍ଥର କାରଣ ଆମେ ହେଇପାରୁଛୁ। ତେଣୁ ଆମେ ୱିଶ୍ କରୁଛୁ ସମସ୍ତେ ରକ୍ତଦାନ ଦିଅନ୍ତୁ, ଆଗକୁ ଆହୁରି ବଢୁ। ଆମେ ପ୍ରତିବର୍ଷ ଇନିସିଏଟ୍ ନଉଛୁ, ଏଇ ବର୍ଷ ବି ଚାଲିଛି, ଆଗକୁ ବି ଆହୁରି ହବ।